ବେଙ୍ଗୁଲରରେ ମହିଳାଙ୍କୁ ହତ୍ୟା କରି ଫ୍ରିଜରେ ରଖିବା ଘଟଣା। ବେଙ୍ଗଲୁରୁ ପୁଲିସର ସନ୍ଦେହରେ ଥିବା ଯୁବକର ରସି ଲଗାଇ ଆତ୍ମହତ୍ୟା। ଭଦ୍ରକ ଜିଲ୍ଲା ଧୂସୁରୀ ଥାନା ଓ ଆରଡିଫାଣ୍ଡି ଅଧୀନସ୍ଥ ଭୂଇଁପୁର ଗାଁର ମୁକ୍ତିରଞ୍ଜନ ରାୟ 32 ଦୀର୍ଘ ବର୍ଷ ହେବ ବେଙ୍ଗଲୁରୁରେ ରହି ଆସୁଥିଲା। ହେଲେ ମଙ୍ଗଳବାର ଗାଁକୁ ଆସି ଘରେ କିଛି ସମୟ ରହିବା ପରେ ଭଦ୍ରକ ଯିବ ବୋଲି କହି ରାତିରେ ଘରୁ ସ୍କୁଟିରେ ପଳାଇଥିଲା। ଏଠାରେ ସୂଚନାଯୋଗ୍ୟ, ବେଙ୍ଗଲୁରୁର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ମୁକ୍ତିରଞ୍ଜନ ସେଠାକାର ମହାଲକ୍ଷ୍ମୀ ନାମକ ଜଣକ ମହିଳାଙ୍କୁ ହତ୍ୟା କରି 59 ଖଣ୍ଡ କରି ଫ୍ରିଜରେ ରଖି ଫେରାର ହୋଇଯାଇଥିଲେ। ଏହି ଘଟଣା ସେ ତାଙ୍କର ନିଜ ଭାଇଙ୍କୁ କେବଳ କହିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ତେବେ ସେ ଉକ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ଓଡ଼ିଶାକୁ ଲୁଚି ପଳାଇ ଆସିଥିବାର ସ୍ଥାନୀୟ ପୁଲିସ ତାଙ୍କର ମୋବାଇଲ ଟ୍ରାକିଂ କରି ଜାଣିବାକୁ ପାଇଥିଲା। ଏହାପରେ ସେଠାକାର ଏକ ଟିମ୍ ଓଡ଼ିଶା ଗସ୍ତ କରିଥିବା ବେଳେ ବୁଧବାର ଭୋରରୁ ଭଦ୍ରକ ଆସିବାକୁ କହି କୁଳେଇପଦା ଶ୍ମଶାନ ନିକଟରେ ଥିବା ଏକ ଗଛରେ ମୁକ୍ତିରଞ୍ଜନ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିଲାବେଳେ ଆରଡିଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏ ସଂକ୍ରାନ୍ତରେ ଧୂସୁରୀ ଥାନାରେ 33/2024ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ତାହା ସହ ପୋଲିସ ଘଟଣାସ୍ଥଳରୁ ଜବତ କରିଥିବା ବ୍ୟାଗ୍ରେ ଲ୍ୟାପଟପ୍ ଓ ଡାଏରୀ ଭଳି ଅନେକ ସାମଗ୍ରୀ ପାଇଥିବା ଜଣାପଡ଼ିଛି। ଏପରିକି ଡାଏରୀରେ ସେ ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିବା ଜଣାପଡ଼ିଛି। ଏହି ଘଟଣାରେ ମୁକ୍ତିରଞ୍ଜନ ଏକୁଟିଆ ନା ଆଉ କିଏ ଅଛି ତାହା ତଦନ୍ତ ପରେ ଜଣାପଡ଼ିବ।